ଯେତେବେଳେ ସମସ୍ତ ଗୋପ ଗୋପାଳୁଣୀ ନନ୍ଦ ଯଶୋଦା ନନ୍ଦ ବସୁନନ୍ଦ ଉପନନ୍ଦ ସୁନନ୍ଦ ଚନ୍ଦ୍ରସେନା ବଳରାମ ବସିଛନ୍ତି ତାଙ୍କ ପାଖରେ ଘେରି ଛିଡ଼ା ହେଇଛନ୍ତି ଏ ସମସ୍ତ ଗୋପାଳ ମାନେ ବଳରାମ ସମସ୍ତ କଥା ସେମାନଙ୍କୁ ବୁଝେଇ କହୁଛନ୍ତି। ଯେତେବେଳେ ପଚାରୁଛନ୍ତି କହ୍ନେଇ କାହିଁ ଆସିନି ମା ଯଶୋଦାକୁ ବୁଝେଇ ଦେଉଛନ୍ତି ମା ତମେ କାନ୍ଦନା କାହିଁକି ନା ମଣିଷ ଜୀବନରେ ସବୁବେଳେ ସୁଖ ଥାଏ ଦୁଃଖ ଥାଏ ତେଣୁ ଏ ସଂସାରରେ ସୁଖ ଯଦି ଆମେ ସମସ୍ତେ ସୁଖ ଖୋଜିବା ତାହେଲେ ସବୁ ସମୟରେ ସୁଖ ମିଳିବନି ତେଣୁ ସୁଖରେ ଯେତିକି ଖୁସି ହେଉଥିବା ଦୁଃଖରେ ମଧ୍ୟ ସେତିକି ଖୁସି ହେଉଥିବା ଦରକାର। ତେଣୁ କିଛି ଦିନ ଯେଉଁମାନେ ଧୈର୍ଯ୍ୟ ଧରନ୍ତି ସେମାନଙ୍କର ଦୁଃଖ ବେଶୀ ଦିନ ରୁହେ ନା ତେଣୁ ଖୁବ୍ କମ୍ ଦିନ ଭିତରେ ଆମେ ପୁଣି ଥରେ ଏ ଗୋପପୁରକୁ ଆସିବୁ ଆଉ ଗୋପପୁରରେ ପୁଣି ଥରେ ସେ ହସର ଲହରୀ ଖେଳି ଉଠିବ। ତେଣୁ ମାଆକୁ ବୁଝେଇ ଦେଲେ ନନ୍ଦରାଜାକୁ ବୁଝେଇ ଦେଲେ ସମସ୍ତ ଗୋପାଳମାନେ ପଚାରୁଛନ୍ତି ତମେ ଆସିଲ ହେଲେ କୃଷ୍ଣ କାହିଁ ତେଣୁ ସବୁ କଥା ବୁଝେଇ କହୁଛନ୍ତି ଯେତେବେଳେ ଗୋମତ ଗିରିକି ସେ ଜରାସନ୍ଧ ନିଆଁ ଜାଳି ପୋଡ଼ିଦେଲା ସେତେବେଳେ ଆମେ ଦୁଇ ଜଣ ସେ ପର୍ବତକୁ ଡେଇଁ ବାହାରି ଆସିଥିଲୁ ହେଲେ କହ୍ନେଇ କୁଆଡ଼େ ଗଲା ମୁଁ ଜାଣିନି ମୁଁ ତ ଏଠିକି ଚାଲି ଆସିଲି ହେଲେ କହ୍ନେଇ କଥା ମୁଁ କହିପାରୁନି। ତେଣୁ ଆଉ କ'ଣ କହୁଛନ୍ତି ବଳରାମ ମୋର ପଛେ ଥାଇ ଡେଇ ଗଲେ ଦେବ ହରି କେଣେ ଗଲେ ସେଇ ମୁଁ ନ ଜାଣଇ ତଥ୍ୟ କରି ଗୋବିନ୍ଦ ମାଧବ କୃଷ୍ଣ ତ୍ରିମଧୁସୂଦନ ଗୋବିନ୍ଦ ମାଧବ କୃଷ୍ଣ ତ୍ରିମଧୁସୂଦନ। ତେଣୁ ଆଜି ବଳରାମ କହୁଛନ୍ତି ହେ ପିତା କହ୍ନେଇର ମୋର ଦୁଇ ଜଣ ଡେଇ ପଡ଼ିଲୁ ସେ ପର୍ବତ ଉପରୁ ଆଉ କହ୍ନେଇ କୁଆଡ଼େ ଚାଲିଗଲା ଆଉ ମୁଁ ମଧ୍ୟ ଏପଟେ ଚାଲି ଆସିଲି ଆଉ ମୁଁ ଆସି ଗୋପପୁରରେ ପହଞ୍ଚିଗଲି ହେଲେ କହ୍ନେଇ କୁଆଡ଼େ ଗଲା ମୁଁ କହିପାରିବିନି। ଆଜି ନନ୍ଦ ଯଶୋଦା କହୁଛନ୍ତି ଆମେ ଜାଣିଛୁ ରେ ବାପ ଆମେ ସବୁ ଜାଣିଛୁ ଯେ ଆମର ବିଶ୍ୱାସ ଅଛି ଆମ କହ୍ନେଇ ଯେଉଁଠି ବି ଅଛି ଭଲରେ ଅଛି ଯେଉଁଠି ବି ଥିବ ଭଲରେ ଥିବ କାହିଁକି ନା ଯେତେବେଳେ ଗୋପପୁରରେ ତୁମେ ଦୁହେଁ ଥିଲ ସେତେବେଳେ ତୃଣାବର୍ତ୍ତ ପୂତନା ଶକଟାସୁର ବକାସୁର ଆଦି କେତେ ଷଣ୍ଢାସୁର ଆଦି କେତେ ଦୈତ୍ୟ ଆସିଛନ୍ତି ଆଉ ସେମାନଙ୍କୁ ତମେ ଦୁଇ ଜଣ ବିନାଶ କରିଛ ଏକଥା ଆମେ ଜାଣିଛୁ ରେ ବାପ ତେଣୁ ମୋ କହ୍ନେଇର କିଛି ବି ଅସୁବିଧା ହେବନି। ଆଜି ବଳରାମଙ୍କର ମୁହଁକୁ ତାଙ୍କ କାନିରେ ପୋଛି ଦେଉଛନ୍ତି କେତେ ଆଡ଼େ ବୁଲି ବୁଲି କେତେ କଷ୍ଟ କଲୁଣି କେତେ କଷ୍ଟ ହେଲାଣି ତତେ ଚାଲେ ରେ ବାପ ମୋ ଘରକୁ ଚାଲେ ଆମ ଘରକୁ ଯିବା। ତେଣୁ ବଳରାମକୁ ସଙ୍ଗରେ ଧରି ଆଜି ନନ୍ଦ ଯଶୋଦା ଏବଂ ସମସ୍ତ ଗୋପ ବାଳକ ମାନେ ସମସ୍ତ ଗୋପ ଗୋପାଳୁଣୀ ମାନେ ଆଜି ଯାଉଛନ୍ତି ନନ୍ଦରାଜାଙ୍କ ଗୃହକୁ।